ଶ୍ରୀରାମଙ୍କର ମୋର ସେଦିନ ଘର ଅଗଣାରେ ବସିଥାଉ। ବସିକି ଏମିତି ଏଣେ ତେଣେ ଅନେକ କଥା ସବୁ ଭାବୁଥାଉ। ଏହି ସମୟରେ ଦେଖିଲୁ ଜଣେ ବୃଦ୍ଧ ବ୍ୟକ୍ତି ଆମ ପାଖକୁ ଆସୁଛନ୍ତି। ସାଙ୍ଗରେ 12 ବର୍ଷର ଗୋଟେ ନାବାଳିକାଟିଏ ଅଛି ମଧ୍ୟ। ଆମେ ଦେଖିଲୁ ସେ ଦୁହେଁ ଆମ ଆଡ଼କୁ ଆସୁଛନ୍ତି। ତାପରେ ସେ ବୃଦ୍ଧ ଜଣିକ ପଚାରିଲେ, ପୁଅ, ଶ୍ରୀରାମ ସାର୍ ଯୋଉ ଡିଟେକ୍ଟିଭ ଶ୍ରୀରାମ ତାଙ୍କ ଘର କୋଉଟା କହିପାରିବ? ମୁଁ ଚିହ୍ନେଇ ଦେଲି, ଇଏ ବା ଶ୍ରୀରାମ। ଶ୍ରୀରାମ ତৎକ୍ଷଣାତ୍ ଚୌକିରୁ ଉଠି ଯାଇ ତାଙ୍କୁ ଚୌକି ଦେଇଦେଲେ ଓ ନିଜେ ପାଖ ଚୌକିରେ ବସି ପଡ଼ିଲେ। ତାପରେ ଶ୍ରୀରାମ ପଚାରିଲେ, ମତେ କଣ ଆପଣ ଚିହ୍ନନ୍ତି? ନା ନା ସାର୍, ମୁଁ ଆପଣଙ୍କୁ ଚିହ୍ନିନି। ଇଏ ହେଉଛି ମୋ ନାତୁଣୀ, ଆ ନାଁ ହେଉଛି ଦୀପା। ଆରି ପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି। ଆ ପାଇଁ ମାନେ ଆକୁ କିଏ ମିସବିହେଭ୍ ବା ବୟସରୁ ଜଣାପଡ଼ୁଛି ଗୋଟେ ସ୍କୁଲ ପିଲା, ସ୍କୁଲରେ କିଛି ଟିଚର ବା ସହପାଠୀ ସହପାଠିନୀ ରେଗିଂ ଏପରି କିଛି ଘଟଣା? ନା ନା ସାର୍, ସେଇଟା ନାହିଁ। ତେବେ କଣ? ସାର୍, ଆର ଗୋଟେ ସାଙ୍ଗଟେ, ତା ନାଁ ହେଉଛି ଅନ୍ନପୂର୍ଣ୍ଣା। କିଛି ଦିନ ହବ ଗାଁରେ ସମସ୍ତେ କହୁଛନ୍ତି ଯେ ସେ ପିଲାଟି ପାଗେଳି ହେଇଯାଇଛି ବୋଲି, ଆଉ ତା ମାନସିକ ଭାରସାମ୍ୟ ହରେଇ ଦେଇଛି। ଆଉ ଏମିତିକି ତା ଘର ଲୋକ ତାକୁ ଡାକ୍ତର ପାଖକୁ ନ ନେଇ ତାକୁ ନବା ପାଇଁ ଗୁଣିଆ ପାଖକୁ ଯୋଜନା କରୁଛନ୍ତି। ସେ ଗାଁର ସରପଞ୍ଚ ହେଉଛି ମୁଁ, ଓମ୍ ପ୍ରକାଶ ସାହୁ। ମୁଁ ଏହାର ଗୋଟେ ସମାଧାନ ପାଇଁ ଆପଣଙ୍କ ପାଖକୁ ଆସିଛି। ଆଉ ପୋଲିସ ପାଖକୁ ଯାଇ ପାରିଥାନ୍ତି, କିନ୍ତୁ ପୋଲିସ ପାଖକୁ ଗଲେ ସିଏ ଦୁନିଆ ଲେଖା ପଢ଼ା କରାଇବେ। ମୁଁ ଆଜ୍ଞା ବିଶେଷ ଲେଖାପଢ଼ା ଜାଣିନି। ତେଣୁକରି ଆପଣଙ୍କ ପାଖକୁ ଟିକେ ପଳେଇ ଆସିଲି ସାହାଯ୍ୟ ପାଇଁ। ଆପଣ ତ ଏମିତି ଅନେକ ମାମଲା ସମାଧାନ କରିଛନ୍ତି। ତେଣୁକରି ସେଇ ଦୃଷ୍ଟିକୋଣରୁ, ଆଜ୍ଞା ଝିଅଟି ଭଲ ପାଠ ପଢ଼େ, ଭଲ ଝିଅଟି। ଆଜ୍ଞା କଣ ପାଇଁ ତା ଘର ଲୋକଙ୍କ ମୁଣ୍ଡରେ ପଶିଛି ଯେ ତା ଦେହରେ ଡାହାଣ ଲାଗିଛି, ଇଏ ଲାଗିଛି? ଆମ ଗାଁରେ ତ ଏଇଟା ଗୋଟେ କଥା, ମାନେ ପୁରୁଣା କଥା ଚାଲି ଆସିଛି କହିଲେ ଚଳେ। ସେ ଝିଅଟି ବି ତା ଜେଜେଙ୍କ କଥାରେ ସମର୍ଥନ ଦେଲା। ଶ୍ରୀରାମ ପଚାରିଲେ, ଆଚ୍ଛା, କିପରି ଜାଣିଲେ ତା ଘର ଲୋକ ତା ଦେହରେ ଡାହାଣୀ ଲାଗିଛି ବୋଲି? ଶୁଣନ୍ତୁ ସାର୍, ତା ବାପାଙ୍କର ଡେଥ୍ ହବାର କିଛି ଦିନ ପରେ ସେ ଖାଲି କଣ ଚିତ୍କାର କରି ହେଲା, ମୋ ବାପାଙ୍କୁ ତମମାନେ ମାରିଛ, ତମମାନେ ମାରିଛ, ମୁଁ ଏ ଘର ଛାଡ଼ି ପଳେଇବି, ଏମିତି ଚିତ୍କାର ଖାଲି କଲା। ଆଚ୍ଛା, ସେ କାହା କହୁଥିଲା ମୋ ବାପାଙ୍କୁ ତମମାନେ ମାରିଛ, ତମମାନେ ମାରିଛ ବୋଲି? ସାର୍, ସେଇଟା ବଡ଼ ରହସ୍ୟ। ଆପଣ ଶୁଣିଲେ ବି ଚମକି ପଡ଼ିବେ। ମାନେ ସାର୍, ସେ ତା ନିଜ ମା ଓ ତା ଦାଦାକୁ ସାର୍ ଦାୟୀ କରୁଛି। ହ୍ୱାଟ୍? ହଁ ସାର୍। ତା ବାପାଙ୍କ ଡେଥ୍ କିପରି ହୋଇଥିଲା? ସାର୍, ତା ବାପାଙ୍କ ନାଁ ହେଉଛି ବିପ୍ରବ ଆଚାର୍ଯ୍ୟ। କିଛି ଦିନ ତଳେ କଣ ଘଟଣା ଘଟିଲା ସାର୍, ଆମେ ନିଜେ ଜାଣିନୁ। ତା ଘର ଲୋକ କହୁଛନ୍ତି ଯେ ତାର ହୃଦଘାତରେ ମୃତ୍ୟୁ ହେଇଗଲା ବୋଲି। କିନ୍ତୁ ପାଖ ପଡୋଶୀ କଣ ଚୁପଚାପ କଥା ହଉଛନ୍ତି ଯେ ସେ କୌଣସି କାରଣରୁ ସୁଇସାଇଡ୍ ଆଟେମ୍ପ୍ଟ ନେଇଗଲା ବୋଲି। ସୁଇସାଇଡ୍ କିପରି କରିଥିଲା ସେ? ସାର୍, ଗାଁ ଲୋକ କହିବା କଥା ସେ ବେକରେ ରସି ଲଗେଇଥିଲା ବୋଲି। ଘଟଣା ଏମିତି କଣ ଥିଲା? ସାର୍, ମୁଁ ଯେତିକି ଶୁଣିବାକୁ ପାଇଛି, ତା ମିସେସ୍ ଟା ଭଲ ଲୋକ ନୁହେଁ ସାର୍। ସଦାସର୍ବଦା ମାନେ ତା ସାନ ଭାଇ କି ଯେତିକି ଗୁରୁତ୍ୱ ଦିଏ, ଆକୁ ସେତିକି ଗୁରୁତ୍ୱ ଦିଏନି। ଛୁଆଟାକୁ ବି ବାରମ୍ବାର ଅନହେଳା କରେ। ସେଇଥିପାଇଁ ଦୁହିଁଙ୍କ ଭିତରେ ଓ ଆଇ ଅଣ୍ଡରଷ୍ଟୁଡ୍ ଦିସ୍ ଟପିକ୍। ଶୁଣ, ପୋଲିସରେ ଯାଇ ଆଗ ଗୋଟେ ବିଧିବଦ୍ଧ ଲିଖିତ ଏତଲାଟେ ଦିଅ। ତାପରେ କଣ ହବ କଣ ନାହିଁ, ମୁଁ ସେ ବିଷୟରେ ଆଲୋଚନା କରିବି। ସାର୍, ଏଠିକି ଆମେ ଆସିଥିଲୁ ବୋଲି ନାଇଁ, ଆମେ କୋଉଠି କିଛି କହିବୁନି, ତମେ ଯାଇପାର। ୟୁ ମେ ଗୋ ନାଓ। ତାପରେ ସେମାନେ ସେଠାରୁ ଚାଲିଗଲେ। ଶ୍ରୀରାମ ଟିକେ ବସି ପଡ଼ିଲେ। ତାପରେ ମୋତେ କହିଲେ, ବଳରାମ, ଚାଲ ଏବେ ଥାନାକୁ ଯିବା। ସତରେ ସେ ଦିଜଣ ଏଫଆଇଆର ଦେଲେ କି ନାହିଁ, ସେଇଟା ଦେଖିକି ଆସିବା। ତାପରେ ଆମେ ଦୁହେଁ ଥାନାରେ ଯାଇ ପହଞ୍ଚିଲୁ। ଗଲାବେଳକୁ ପଣ୍ଡାବାବୁ ଥାନାରେ ବସିଥିଲେ। ଆଉ ସେ କହିଲେ, ମୁଁ ଜାଣିଛି ଶ୍ରୀରାମ, ତମେ କଣ ପାଇଁ ଏଠାକୁ ଆସିଛ। ସେ ବାବୁ ଜଣିକ ଆସିଥିଲେ, ଏତଲାଟି ଦେଇକି ଯାଇଛନ୍ତି। ହଁ, ମୁଁ ବି ଯାଇ ତାଙ୍କ ଘର ଆଡ଼େ ଖୋଳତାଡ଼ କରିକି ଆସିଲିଣି। ସେମିତି କାହିଁକି ଜଣାପଡ଼ୁନି। ସେମାନେ ତାଙ୍କ ଝିଅକୁ କଣ ଗୋଟେ ଗୁଣିଆ ପାଖକୁ ନେବା ପାଇଁ କହୁଥିଲେ। ମୁଁ ତଥାପି ମନା କରି ଆସିଛି। ସେ ଗାଁରେ ସେ ଗୋଟେ ଲୋକଟେ ଅଛି, ସିଏ କୁଆଡ଼େ ଗୁଣି ଗାରେଡ଼ି ବିଦ୍ୟା ଜାଣିଛି ବୋଲି ସମସ୍ତେ କହୁଛନ୍ତି। କେତେ ଦୂର ସତ ମିଛ ତା ନାଁ କଣ?
ତା ନା କଣ ତା ନାଟା ହଁ 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 ମନେ ପଡ଼ିଲା ସଚ୍ଚିଦାନନ୍ଦ ବାବା ବୋଲି ତାକୁ ସମସ୍ତେ କହୁଛନ୍ତି। ଆଚ୍ଛା ଠିକ୍ ଅଛି। ଆମର ପ୍ରଥମ କାମ ହେଲା ତା ଘରକୁ ଆଉ ଥରେ ଯିବାକୁ ପଡ଼ିବ। ଆଉ ଥରେ ଗଲେ କଣ ଫାଇଦା ହବ? ଯାଇକି ତ ଦେଖିବା ଚାଲ। ତାପରେ ଆମେ ଯାଇ ତାଙ୍କ ଘରେ ପହଞ୍ଚିଲୁ। ଅବଶ୍ୟ ଘରେ ଗୋଟେ ଶୋକାକୁଳ ପରିବେଶ ଥିଲା। ସେ ଝିଅର ଦାଦା ଓ ତା ମା ଉଭୟଙ୍କର ବୟାନ ରେକର୍ଡ କଲେ ଶ୍ରୀରାମ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଲେ। ଆପଣଙ୍କ ପିଲା ଆଗରୁ କଣ ଏମିତି ବିହେଭ୍ କରୁଥିଲା? ନା ସାର୍ ତା ବାପାଙ୍କର ଡେଥ୍ ହେବା ପରେ ଡେଥ୍ ହେବାର କେତେ ଦିନ ପରେ ଏମିତି ତାର ଅବନର୍ମାଲ ବିହେଭ୍ ବାହାରିଲା। ସେମିତି ସାର୍ ପର୍ଟିକୁଲାର ମନେ ପକେଇ ହଉନି ଘଟଣା ତ ହେଇଗଲାଣି 25 ଦିନ। ତଥାପି ସାର୍ ଏଇ ଠିକ ମାନେ 10 ହଁ ସାର୍ ସେଇ 10 ଦିନ ନା 11 ଦିନ ପାଖାପାଖି ସେଇ ପିରିୟଡରେ ହେଲା। ତା ପୂର୍ବରୁ ସାର୍ ସେ ଚୁପଚାପ ରହୁଥିଲା। ଆପଣ ଯୋଉ ଗୁଣିଆ ପାଖକୁ ନେବେ ବୋଲି ଭାବୁଛନ୍ତି ସେ କଣ ତାକୁ ଭଲ କରିଦବ? ହଁ ସାର୍ ତାର ଭଲ ନାଁ ଅଛି। ଶ୍ରୀରାମ ସେମାନଙ୍କର ଆଖିକି ଦେଖିଲେ। ତାପରେ ସେମାନଙ୍କର ମୁହଁକୁ ଦେଖିଲେ। ଘର ସାରା ଏଣେତେଣେ ଚାହିଁ କଣ ସବୁ ଦେଖିଲେ। ଗୋଟେ କଣ ପାଇଲେ ନା କଣ ତାକୁ ନେଇଗଲେ। ତାପରେ ଏକାନ୍ତରେ ପଢ଼ିବାକୁ ଲାଗିଲେ। ସବୁ ଜାଣିକି କଥା ଚାପି ଦିଆଯାଉଛି। ଜାଣି ଜାଣି ମୋ ବାପାଙ୍କୁ ହତ୍ୟା କରିଦିଆଗଲା। ଖାଦ୍ୟ ଅନହେଳା ଯୋଗୁଁ ଶେଷରେ ସେ ପଏଜନ ଖାଇ ଆତ୍ମହତ୍ୟା କଲେ। ଗାଁ ଲୋକ ଯାହା ଜାଣିଛନ୍ତି ସବୁ ଭୁଲ ଜାଣିଛନ୍ତି। ରସି ଦେଇ କେବେ ସେ ଆତ୍ମହତ୍ୟା କରିନଥିଲେ। ଆଜି ଯୋଉ ଗୁଣିଆ ପାଖକୁ ମତେ ନବା ପାଇଁ ଚେଷ୍ଟା କରାଯାଉଛି ସେ ଗୁଣିଆଟି ଜମା ଭଲ ଲୋକ ନୁହେଁ। ଝିଅ ମାନଙ୍କ ପ୍ରତି ତାର ବହୁତ ଖରାପ ବ୍ୟବହାର। ଇତି ମୁଁ ଶ୍ରୀରାମ ଜାଣିଗଲେ ଏହା ନିହାତି ସେ ଝିଅ ଲେଖିଛି କେତେବେଳେ ଗୋଟେ ଏକାନ୍ତ ସମୟରେ। ତାପରେ ସେ ପୋଲିସରେ ଯାଇ ସେ ଡାଏରୀ ଦେଇଥିଲେ। ପୋଲିସ ପଢ଼ି ସାରିବା ପରେ ତৎକ୍ଷଣାତ୍ ସେ ଗୁଣିଆକୁ ଯାଇ ଆରେଷ୍ଟ କରିଥିଲା। ଗୁଣିଆକୁ ଟିକେ ଜୋର କରି ପଚାରିବାରୁ ଗୁଣିଆ ଯାହା ଯାହା ସେ ଡାଏରୀରେ ଲେଖା ଥିଲା ସବୁ ସତ କଥା ମାନି ଯାଇଥିଲା। ଘଟଣାଟି ଏହିପରି ଥିଲା। ସେ ଝିଅର ମା ତା ଦିଅର ସହିତ ଇଲିଗାଲ ରିଲେସନରେ ରହୁଥିଲା। ଯାହା ଫଳରେ କି ସେ ଝିଅର ବାପ ସହିତ ପ୍ରାୟ ଟାଇମ ଝଗଡା ଝାଟି ରହୁଥିଲା। ଶେଷରେ ତା ବାପାଙ୍କର ମୃତ୍ୟୁ ହବା ଆଉ ଏ ପିଲା ଅନହେଳା ହବା କାଳେ ଏ ପିଲା ସତ ସମସ୍ତଙ୍କ ଆଗରେ କହିଦବ ତାକୁ ପାଗେଳି ବା ତା ଦେହରେ ଡାହାଣୀ ଲାଗିଛି ବୋଲି ଅପପ୍ରଚାର କରାଯିବା। ଶେଷରେ ଏ ଗୁଣିଆ ହାତରେ ଟେକି ଦବାର ଯୋଜନା ହେଇଥିଲା। ତାପରେ ପୋଲିସ ସେ ଦୁହିଁଙ୍କୁ ମଧ୍ୟ ଗିରଫ କରିଥିଲା। ସେମାନଙ୍କ ପ୍ଲାନ ଠିକ ଥିଲା। କିନ୍ତୁ ଶ୍ରୀରାମଙ୍କ ହାତରେ ସେ ଡାଏରୀଟା ପଡିଯିବାରୁ ସବୁ କିଛି ଗୋଳମାଲ ହେଇଗଲା। ଏଇ ଥିଲା ଶ୍ରୀରାମଙ୍କର ଗୋଟେ ଡିଟେକ୍ଟିଭ ଷ୍ଟୋରି। ଆଗାମୀ ଦିନରେ କାହ୍ନା ପ୍ରଡକ୍ସନ ଆଉ ଗୋଟେ ଡିଟେକ୍ଟିଭ ଷ୍ଟୋରି ଆପଣମାନଙ୍କୁ ଭେଟିଦବ। ଉପସ୍ଥାପକରେ ମୁଁ ଥିଲି ମୃତ୍ୟୁଞ୍ଜୟ ଶତପଥୀ।